स्वादिष्ट आंब किंतु आंब कोठु आनिल एठू 10 कोस दूर रे गोटे उपवन अछि। दूररू देखिबो तो एमिति देखा जिवो जे ता उपरे हळदिया हळदिया रंगर बादल छाई रहिछि। आ ता पाखकु जाई देखिबो तो सबु वृक्ष आंबरे भर्ती। आंब सुंदर हळदिया हळदिया गोल गोल रसला आंब एमिति आंब जाओ कोठी भी मिलिबनी। तबे जाओ नाने के आसो ना समस्या कोन? समस्या एया जे गोटे रागी और कृपण माली से उपवनर जगह रखा करूची। आउ से उपवन गोटे गुप्त स्थान रे अछि मित्र, जहार चर्चा हमें कहा आगरे भी करि परिबुनी। बुझी गली मते शीघ्र सेठी नहीं चल। से मालिक को मु संभाई नेबी। तमे माने पूरा उपवन खाली कहि दबो, गोटे भी आंब सेठी छाड़ीबनी। से आंब नाही कारण काली से माली सबु आंब तोली नहीं राजा बाली महल को चली जीवो। मु किछि चिंता करूची। मिल गला मातांको आदेशर पालन हबा और रसालिया आंबर आस्वादन भी हबा। केमिति माता चाले के जेबा को मना करि जंती। अर्थात डें डें जीवा विषय रे तो किछि कोइ नांती। बा मारुति कोन समाधान बाहर करि जा नुहे तो कोन एमिति खाली रे कोन हमें मारुति को हम सेनापति चयन करिछे। तेबे मारुति उपाय खोजी पाई गले। विचित्र समस्यार विचित्र समाधान। जीवन अछि तेबे संकट भी तो आसीबो, परंतु संकट समय रे स्मरण रहिबा उचित प्रहेलिकार समाधान सर्वदा प्रहेलिका मध्य रे ही लुचि रहिथाय। आवश्यकता रहिथाय तो केवल ताको देखिबा दृष्टिर। अर्थात मारुतिंकर ए लीला रे भी किछि शिक्षा लुचि रहिछि। अवश्य सबु खेल दृष्टिकोणर देवी। बेले बेले केवल दृष्टिकोण बदलई देले ही समस्या समाधान रे बदली जाइथाय। गारू बाहर को भाजबा पाई प्रथम एपटे जीवा को पड़िबो। सब प्रथमे मु सेठी की जीबी, तमे समस्ते मो संकेतर प्रतीक्षा करिबो। 1 2 3 जाओ जाओ मारुति देखा दियो जगह कीर्ति। अरे तमे सेठी कोन करूछ? शीघ्र एठी आसो। सेठी मिठा आंब गुड़िका हमको प्रतीक्षा करिथिबे। अरे तमे सेठी कोन करूछ? शीघ्र आसो। हेले एठी तो किछि भी नहीं, सब काम बंद हो गला। मारुति कौन हैला? अरे किछि नहीं माता, तमे एठी कोन करूछ? तम पई निंब पत्र तोलिबा को आसीथिली, किंतु तमे एठी कोन करूछ? मोया मित्र मो जन्मदिनर उपहार आनिथिले। अच्छा को मित्र? से समस्ते कुआडे पळेले। कौन देखुछ मारुति? अरे किछि नहीं माता।
ଆଉ ଉପହାର କୁଆଡେ ଗଲା? ତାକୁ ତ ଖାଇଦେଲେ। ମିତ୍ର ଉପହାର ଖାଇଦେଲେ? ନାଇଁ ନାଇଁ ମାତା, ମୁଁ ଖାଇଦେଲି। ମିତ୍ରଙ୍କୁ? ଆରେ ନାଇଁ ମାତା, ମିତ୍ର ମାନେ ଉପହାରରେ ଆମ୍ବ ଆଣିଥିଲେ। ଶୀଘ୍ର ଯାଅ ସ୍ନାନ କରିନିଅ। ପୁରୋହିତ ମହାଶୟ ଆସିଗଲେଣି। ଆମକୁ ଆମ କୁଳଦେବତା ପବନ ଦେବଙ୍କ ମନ୍ଦିରକୁ ବି ତ ଯିବାର ଅଛି। ଯଦି ଆହୁରି ବିଳମ୍ବ ହେଇଯିବ ନା ତ ଶୁଭ ମୁହୂର୍ତ୍ତ ଗଡ଼ିଯିବ। ଆଉ ଶୁଣ, ତମ ମିତ୍ରଙ୍କୁ ବି ସାଙ୍ଗରେ ନେଇକି ଯିବ। କୁଳ ଦେବତା ପବନ ଦେବଙ୍କ ମନ୍ଦିରକୁ ଆପଣ ସମସ୍ତଙ୍କୁ ସ୍ୱାଗତ। ମାରୁତି, ଯାଅ ଯାଇକି ସମସ୍ତଙ୍କୁ ପ୍ରଣାମ କର। ଆୟୁଷ୍ମାନ ଭବ। ଏତେ ଗୁଡେ ଲୋକ ଜଣ ଜଣ କରି ପ୍ରଣାମ କଲେ ତ ଅଧା ଦିନ ପଳେଇଯିବ। ଆପଣ ସମସ୍ତଙ୍କୁ ମାରୁତିର ପ୍ରଣାମ। ଦଣ୍ଡବତ ପ୍ରଣାମ ପୁରୋହିତେ। ଯଶସ୍ୱୀ ଭବ। ଆଜି ଆମେ ସମସ୍ତେ ଏଠି ପବନ ଦେବଙ୍କ ଅଭିବାଦନ ପାଇଁ ଏକତ୍ରିତ ହେଇଛେ। ବାଳକ, ଆଜି ତମେ 5 ବର୍ଷର ହେଇଯାଇଛ। ଆଜି ତମର ଏଇ ଜନ୍ମଦିନ ଏଥିପାଇଁ ବିଶେଷ କାହିଁକି ନା ତମେ ଶୈଶବ ଅବସ୍ଥାରୁ ବାଲ୍ୟ ଅବସ୍ଥାରେ ପ୍ରବେଶ କରିଛ। ସେଥିପାଇଁ ମୁଁ ଆଜି ଏଇ ମହାପୂଜାର ଆୟୋଜନ କରିଛି। ଏଥିପାଇଁ ତମକୁ ଏକ କାର୍ଯ୍ୟ କରିବାକୁ ହବ। ତମକୁ ଜଳରେ ପୂର୍ଣ୍ଣ ଘଟ ନିଜ ମୁଣ୍ଡ ଉପରେ ରଖି ଏହି ପର୍ବତକୁ 3 ଥର ପରିକ୍ରମା କରିବାକୁ ହବ। ପରିକ୍ରମା ପୂର୍ଣ୍ଣ ହେବା ପରେ ତମକୁ ଏହି ପର୍ବତର ଶିଖର ଉପରେ ଚଢ଼ି ପବନ ଦେବଙ୍କ ମୂର୍ତ୍ତିକୁ ସେହି ପବିତ୍ର ଜଳରେ ଅଭିଷେକ କରିବାକୁ ହବ। ପୁରୋହିତେ, ମୋ ଭଳି ବାଳକ ପାଇଁ ଏ କାର୍ଯ୍ୟ ଟିକେ କଠିନ ନୁହେଁ? କଠିନ ଏଥିପାଇଁ ବାଳକ, କାରଣ ତମର ଦେବତା ବି ଦୁର୍ଲଭ। ପବନ ଦେବ ତମର କୁଳ ଦେବତା, କୌଣସି ସାଧାରଣ ଦେବତା ନୁହନ୍ତି। ଆମ୍ବ ବିଧି ଆରମ୍ଭ କରିବା ବାଳକ। ପୁରୋହିତେ, ମୋର ଗୋଟେ ସ୍ଥାନରେ ପହଞ୍ଚିବା ବହୁତ ଆବଶ୍ୟକ। ଏମିତି କୋଉ କାର୍ଯ୍ୟ ଅଛି ମାରୁତି ଯାହା ତୁମ କୁଳ ଦେବତାଙ୍କ ପୂଜାଠୁ ବି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ? ଏକ ଏଭଳି ସ୍ଥାନ ମୁଁ କହିପାରିବିନି, ଗୋପନୀୟ କଥା। ତେବେ ଆମେ ଯୋଉ ବିଧିର ପାଳନ ଏଠି କରୁଛେ ସେ ବିଷୟରେ ଗୋଟେ ଗୁପ୍ତ କଥା ମୁଁ ତମକୁ କହୁଛି। ଯେମିତି ଆମେ ପବନ ଦେବଙ୍କୁ ଏ ଜଳ ଅର୍ପଣ କରିବା, ସେ ଏ ଜଳକୁ ପାନ କରିବେ ଆଉ ଆମ ଉପହାରରେ ତୃପ୍ତ ହୋଇ ଆମକୁ ପ୍ରାଣବାୟୁ ପ୍ରଦାନ କରିବେ। ତାପରେ ଆମେ ହୋମ କରୁ, ଅଗ୍ନି ଦେବଙ୍କୁ ସାମଗ୍ରୀ ଅର୍ପଣ କରୁ, ଯୋଉଥିରେ ପ୍ରସନ୍ନ ହୋଇ ସେ ଆମକୁ ଉତ୍ତାପ ପ୍ରଦାନ କରନ୍ତି। ଠିକ୍ ସେମିତି ବରୁଣ ଦେବଙ୍କଠୁ ଆମକୁ ଜଳ ମିଳିଥାଏ ଆଉ ସୂର୍ଯ୍ୟ ଦେବଙ୍କଠୁ ଆମକୁ ଆଲୋକ। ଋଷିବର, ଯୋଉ ବସ୍ତୁ ଆପଣ କହିଲେ ସେ ତ ମତେ ବି ମିଳିଥାଏ, ବରଂ ତାଠୁ ବି ବହୁତ ଅଧିକ। ପରନ୍ତୁ କେହି ଅନ୍ୟଠୁ, ସେ ପୁଣି ଏ ଭଗବାନଙ୍କୁ ପୂଜା ନ କରି। ଋଷିବର, ଏ ବାଳକ କ'ଣ କହୁଛି? ଜୀବନ ଧର୍ମରେ ମୂଳତଃ କିଛି ଆବଶ୍ୟକତା ରହିଥାଏ।
ଯାହାକୁ ପୂର୍ଣ୍ଣ କରିବା ପାଇଁ ସବୁ ଦେବତା ଆମର ସହାୟତା କରନ୍ତି। ଆଉ ଏ ବାଳକ କହୁଛି ତାକୁ ଏସବୁ ଜିନିଷ ଆଉ କାହାଠୁ ମିଳିଯାଉଛି ବୋଲି। କଣ ଏହାର ଅର୍ଥ ଏଇଆ ଯେ ଏ ପୃଥିବୀରେ କେହି ଦ୍ୱିତୀୟ ଭଗବାନ ଅଛନ୍ତି? ଆପଣ ପୁରା ଠିକ ବୁଝିଛନ୍ତି ପୁରୋହିତେ। ଉଦ୍ଦଣ୍ଡ ବାଳକ, ତମେ ଜାଣିଛ ତ ତମେ କଣ କହୁଛ? ମୁଁ ଏବେ ଆସୁଛି। କ୍ଷମା କରନ୍ତୁ ପୁରୋହିତ ମହାଶୟ, ମାରୁତିଙ୍କର କିଛି ଭୁଲ ହେଇଗଲା କି? ଯଦି ଏ ସତ୍ୟ ହେଇଥାଏ ତେବେ କୁହ କିଏ ସିଏ? ମୋର ମାତା। श्री गुरु चरण सरोज रज निज मनु मुकुरु सुधारी बरनौ रघुबर विमल जसु। ସତ ପୁରୋହିତେ, ମୋର ମାତା ସିଏ ଯେ ନିଜ ଭୋଜନ ଭୁଲି ପ୍ରଥମେ ମତେ ଖୁଆନ୍ତି। ଯେତେ ବି ଥକିଥାନ୍ତୁ ପ୍ରଥମେ ମତେ ଶୁଆନ୍ତି, ତାପରେ ନିଜେ ଶୁଅନ୍ତି। ମୋର ମାତା ହିଁ ସିଏ ଯାହାଙ୍କ ଭଜନରେ ମୋର ଦିନ ଆରମ୍ଭ ହୁଏ, ଯାହାଙ୍କ କୋଳରେ ମୋର ଦିନ ସମାପ୍ତ। ମତେ ଆଘାତ ଲାଗେ ତ ତାଙ୍କୁ କଷ୍ଟ ହୁଏ, ମୋ ମନ ଦୁଃଖୀ ହେଇଯାଏ ତ ତାଙ୍କର ଲୁହ ବାହାରେ। ମୁଁ ହସି ଦିଏ ତ ସେ ଖିଲ୍ ଖିଲ୍ ହେଇ ହସନ୍ତି। ମତେ ଭୋଜନ ଦିଅନ୍ତି ସିଏ, ମୋ ଆଲୋକ ସିଏ, ମତେ ନିଶ୍ୱାସ ଦିଅନ୍ତି ସିଏ, ମତେ ଜୀବନ ଦେଇଛନ୍ତି ସିଏ, ମତେ ରକ୍ଷା କରନ୍ତି ସିଏ। ତେବେ କୁହନ୍ତୁ ପୁରୋହିତେ, ଯେବେ ମୋ ପାଖରେ ମୋ ମାତା ଅଛନ୍ତି ତେବେ ଆଉ କାହାକୁ ପୂଜା କରିବାର କଣ ଆବଶ୍ୟକତା ଅଛି? ଜ୍ଞାନ ଦ୍ୱାରା ଦୃଷ୍ଟି ଖୋଲିଥାଏ, ପରନ୍ତୁ ଜ୍ଞାନୀ ହବାର ଅହଙ୍କାର ଯେବେ ଆମ ଦୃଷ୍ଟି ଉପରେ ପ୍ରଭାବୀ ହେଇଯାଏ ତାହା ଆମକୁ ବି ଦେଖାଯାଏନି। ଯାହା ସରଳ, ସ୍ପଷ୍ଟ, ପ୍ରତ୍ୟକ୍ଷ, ମାତା ଆଉ ତାର ସନ୍ତାନର ପରସ୍ପର ପ୍ରତି ସ୍ନେହ, ତାଠୁ ବଡ଼ ପୂଜା ଏ ସଂସାରରେ ଆଉ କଣ ଅଛି?
ऋषिवर सत्य मो आखि सामने थिला जहाको मु देखि पारिलिनी ताकू एई छोट बालक देखि पारिला। क्षमा चाहूची बालक, आज तमे मते सेही ज्ञान देइछ जहा भीतर मोर भक्ति आहुरी भी पवित्र हो जिवो। मो किछि भूल होइथाय तो क्षमा कहि देबे। मारुति, समस्त अर्थरे तमर पूजा संपूर्ण हेछि। तमर तम मित्रंक सहित खेलिबाकू जिबार नाही। परंतु मातांक अनुमति मिलिनी गुरुदेव। कौन है माता? जदि तमे चाहू न तेबे मु जीपेनी। हेले तमे कांदनी। तम आखिरे लुह भल लागेनी। ये तो खुशीर लुह मारुति। तमे जानिछ मोर बड़ सौभाग्य जे ए संसारर सबुठु श्रेष्ठ पुत्र मते मिलिछि। दादा ठीक। यार अर्थ मु खेलिबाकू जाई पाइबी। धन्यवाद माता, मु जाउछि खेलिबाकू। विलंब करनी बंधु, मो मातांक मन बदली जिबा पूर्वरु शीघ्र चलो। विशाल प्राचीर पछपटे। प्राचीर काका तमे त हमकु भयभीत कहि देथिलो। तमे को प्राचीर विषय कथा होचो? विशाल विभाजन प्राचीर विषय कथा हो न तो? तम मानकू ता इतिहास जना अछि तो? सुनिथिली त काका जे से पटरे राक्षस रुहंते बोली। संपूर्ण ठीक सुनिछो। मु तुमको कहूची यार कहानी। वानर राज्यर सीमा जोटी समाप्त होइथाए से होची विशाल विभाजन प्राचीर। आउ सेई प्राचीरर अन्य पटरे रुहंती राक्षस, बहुत भयंकर आउ दुराचारी राक्षस। से माने केबे भी से प्राचीरर एपटको आसंतिनी, आउ बानर केबे भी से पटको जानतिनी। जाम्बवन काकांकु आम्ब उपवन विषय जति जरा पड़ी जिवो तेबे आम जोजरा विफल होई जिवो। काका तमे त हमकु मधु कैटभंग कहानी सुनी थांत ना? तमे त कहथिलो जे से दुई असुरंका उत्पत्ति से विष्णु का कानर हेई
ଜାଣିଛି। ଆଚ୍ଛା ହଁ ତମେ କହିଥିଲ। ହଁ ହଁ ତାପରେ ପୁଣି କଣ ହେଲା ସେ କଥା କୁହ। ହଁ କହୁଛି ଲାଗୁଛି ଯେ ଯେତେ ଯେତେ ବୃଦ୍ଧ ହଉଛି ମୋ ସ୍ମରଣ ଶକ୍ତି ଧୀରେ ଧୀରେ କମି ଚାଲିଛି। ନହେଲେ ଗୋଟେ ସମୟ ଥିଲା ଯେ ଗୋଟିଏ ଡିଆଁରେ ଶୁଣ ପିଲାମାନେ, ଗୋଟିଏ ଥର ଭଗବାନ ବିଷ୍ଣୁ ତାଙ୍କ ଭୁଜଙ୍ଗ ଶଯ୍ୟାରେ ଶୋଇ ରହିଥିଲେ। ତାପରେ ଏମିତି ହେଲା ଯେ ଭଗବାନ ବିଷ୍ଣୁଙ୍କ କାନର ମଳିରୁ ଦୁଇ ବହୁତ ଶକ୍ତିଶାଳୀ ମହାପରାକ୍ରମୀ ମଧୁ ଆଉ କୈଟବଙ୍କର ଜନ୍ମ ହେଲା। ସେହି ସମୟରେ ଭବିଷ୍ୟତବାଣୀ ହେଲା ଆଉ ମଧୁ ଆଉ କୈଟବଙ୍କୁ ଏମିତି ଲାଗିଲା ଯେ ଇଏ ତ ମାତାଙ୍କର ମନ୍ତ୍ର ଉଚ୍ଚାରଣ ହଉଛି। ଆଉ ସେ ଅନୁଭବ କରିବାକୁ ଲାଗିଲେ ଯେ ସେମାନେ ବହୁତ ଶକ୍ତିଶାଳୀ ହେଇଯାଇଛନ୍ତି। ତାପରେ ସେମାନେ ନା ହଠାତ୍ ସେଇଠାରୁ ଦୌଡ଼ିବାକୁ ଆରମ୍ଭ କଲେ। ସତରେ କିଏ ଏ ଶିଶୁ? ରହିଯାଅ, ଅଞ୍ଜନୀର ପୁତ୍ର ଇଏ। ମୋର ସିଂହାସନ ଛଡ଼େଇ ନେବାକୁ ଚାହୁଁଛି, ମତେ ମାରିବାକୁ ଚାହୁଁଛି ଇଏ। ପରନ୍ତୁ ମୁଁ ଏମିତି ହବାକୁ କେବେ ବି ଦେବିନି। କାହିଁକି ବାରମ୍ବାର ମତେ ଏ ସ୍ୱପ୍ନ ଦେଖାଯାଉଛି? କଣ ବାସ୍ତବିକତା ସହିତ ୟାର କୌଣସି ସମ୍ବନ୍ଧ ଅଛି? ନାଇଁ ନା, ମହାରାଜ ବାଳୀଙ୍କର ଅଞ୍ଜନୀଙ୍କ ପୁତ୍ର ପ୍ରତି ଏ ଦ୍ୱେଷ କଣ କାଳ୍ପନିକ? ଅଞ୍ଜନୀଙ୍କ ସାଦ ଉତ୍ସବ ଦିନ ମହାରାଜ ବାଳୀଙ୍କର ମୋ ପ୍ରତି ଯୋଉ ବ୍ୟବହାର ଥିଲା ସେ ତ ବଡ଼ ବିଚିତ୍ର ଥିଲା। ସ୍ୱାଦ ଖୁଏଇବାର ଏ କାର୍ଯ୍ୟକ୍ରମ, ଏ ପୁରା ବାତାବରଣ, ବିଶେଷ କରି ଅଞ୍ଜନୀ ଆଉ କେଶରୀଙ୍କୁ ଦେଖି ମୋର ବି କାହିଁକି ମନ ହେଉଛି ଯେ ମୋତେ ବି ଗୋଟେ ଉତ୍ତରାଧିକାରୀ ଆବଶ୍ୟକ। ସେଦିନ ତ ସେ ପୁତ୍ର ପ୍ରାପ୍ତିର ଇଚ୍ଛା ପ୍ରକଟ କରିଥିଲେ, ପରନ୍ତୁ ତା ପରଠାରୁ ସେ ମୋଠାରୁ ଏତେ ଦୂରେ ଦୂରେ କାହିଁକି ରହିବାକୁ ଲାଗିଲେ? ୟାର ଉତ୍ତର ମୁଁ ଆଜି ଯାଏଁ ଖୋଜି ପାଇନାହିଁ। ଏମିତି ପ୍ରତୀତ ହେଉଛି ଯେମିତି ସେଇ ଦିନଠାରୁ ତାଙ୍କର ଆଚରଣ ହିଁ ବଦଳି ଯାଇଛି। ନିଜ ସିଂହାସନ ପ୍ରତି ଏତେ ମୋହ, ଏତେ ଅସୁରକ୍ଷିତର ଭାବନା ମୁଁ ତାଙ୍କୁ ପୂର୍ବରୁ ଏମିତି କେବେ ବି ଦେଖିନି। ନିଜର ସାମର୍ଥ୍ୟକୁ ସ୍ଥାପିତ କରିବା ନିମନ୍ତେ ସେ ସମସ୍ତ ପଡ଼ୋଶୀ ରାଜ୍ୟ ସହ ଶତ୍ରୁତା କରି ବସିଲେ। ମହାରାଣୀ ଆପଣ ଠିକ ଅଛନ୍ତି ନା? ଆପଣଙ୍କ ଚିତ୍କାର ଶୁଣାଗଲା। ମୁଁ ଠିକ ଅଛି। ମହାରାଣୀ ଆପଣଙ୍କ ବସ୍ତ୍ର ଶଯ୍ୟା କକ୍ଷରେ ରଖିଦେଇଛି। ସନ୍ଧ୍ୟା ସମୟରେ ମାରୁତିଙ୍କ ଜନ୍ମଦିନର ଭୋଜିକୁ ଯିବାର ଅଛି ନା? ଶୁଣ, ମହାରାଜ ବାଳୀଙ୍କର କିଛି ସନ୍ଦେଶ, କିଛି ଜ୍ଞାତ ହେଲା ସେ ରଣଭୂମିରୁ କେବେ ଫେରିବେ? ଆଜ୍ଞା, ସୂତ୍ରରୁ ଜ୍ଞାତ ହୋଇଛି ମହାରାଜ ଶତ୍ରୁ ସୀମା ଭିତରେ ପ୍ରବେଶ କରିସାରିଛନ୍ତି। ଆଉ ଯୁଦ୍ଧ ସମାପ୍ତ ହେବାରେ ଆଉ କିଛି ସମୟ ଲାଗିପାରେ। ଠିକ ଅଛି, ତମେ ବି ଯାଇପାର। ସେଠି ମହାରାଜ ନିଜ ରାଜ୍ୟର ସୁରକ୍ଷା ନିମନ୍ତେ ନିଜ ପ୍ରାଣକୁ ବାଜି ଲଗେଇ ଦେଇ ଶତ୍ରୁଙ୍କ ସହ ଯୁଦ୍ଧ କରୁଛନ୍ତି। ଆଉ ଏଠି ମୁଁ କେଜାଣି ତାଙ୍କ ବିଷୟରେ କଣ ସବୁ ଚିନ୍ତା କରୁଛି। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ ମହାରାଜ ବାଳୀ ବିଜୟୀ ହେଇ ଅତି ଶୀଘ୍ର ଫେରି ଆସିବେ। ଆଉ ଥରେ ପୁଣି ସବୁ କିଛି ଠିକ ହେଇଯିବ।
मते तो शुणिकी ही भय लगुची जे सेपटरे केवल राक्षस ही राक्षस। या कथा परे बुझिबा, प्रथमे आंब। ମୁଁ ଶୁଣିଛି ଯେ ଏ ରାକ୍ଷସ ବହୁତ ଭୟାନକ ଆଉ ଅତ୍ୟାଚାରୀ ହେଇଥାନ୍ତି। एमाने सर्वदा क्रोधरे रहिथांती आउ एमाने रक्तरे स्नान करंती। अरे ये सब काल्पनिक कथा। मु कहूची ताळ गछ भଳି लंबा हाथ, एते लंबा जे सूर्य को भी छुई पारिबे, आखि एमिति जे जळुथिबो जेमिति, आ ए बड़ बड़ मूला भଳି दांत, देखिबो जदी प्राण पक्षी उड़ी जिवो। ତମେ କୋଉଠି ଦେଖିଲ? से जो चतुर्दशी मेला रे मुखिया महाशय ए कहानी सुनाइथिले। सुगंध तो एइठी गोरु आसुची, एइठी कोठी थिबा आंबर उपवन। अरे बंधु, तमे तो भरोसार योग्य भी नुह। मु सुनिची असुरंकर जो राजा अछंती, राक्षस राजा रावण, तांकर 10टी शिर अछि। सेही कारणरु तांको दशानन भी कहंती। 10 ଶିର? हां, बड़े समस्या होउथिबो तो को मोरे खाइबे, को मोरे कथा हेबे, को मोहरे हसबे, केमिति ठीक करूथिबे। 10टा शिर आ 10 को भीतर झगड़ा जदी हेइ जबो। मालुदी सेठी कोन करूछ? मिता चलो चलो स्वामी मते ई शिवलीला को प्रत्यक्ष देखिबार सुजोग मिलिछि। आउ मु निसंकोचरे कहि परिबि जे मारुतिंकर ई बाल्यलीला रे मु एमिति मजी जाइछि जे मु चाहूछि मारुति केबे बड़ ही न होंते कि। वाह, की सुंदर उपवन ये, की सुंदर आंब, मन प्रफुल्लित हो गला। प्रत्येक अवतार एक महत्व उद्देश्य रही थाए देवी। जेमिति दक्षंक अहंकार को भांगिबा पई मते वीरभद्र अवतार नबाकू पड़िला, पुणी तापरे भैरव अवतार उद्देश्य थिला ए संपूर्ण सृष्टि रे भल और मंद मध्य संतुलन स्थापन करिबा। सेही भली मारुति अवतार उद्देश्य होउची सृष्टि रे धर्म और भक्तिर स्थापना करिबा। आपणक लीला आपण ही जानती प्रभु, परंतु एक छोट बालकर आंब लालास द्वारा धर्मर स्थापना किपरि हब, ये मु कहीं बुझी पारुनी। आपणक भली मारुतिंको भी सेमिते लागुची देवी जे से केवल आंब पई जाइछंती, किंतु तांको ज्ञान तो नहीं जे आंबर उपवन सेई मार्ग जिए तांको एई अवतार वास्तविक उद्देश्य आड़कू नहीं जीवो। वीर हनुमान जय श्री राम, वीर हनुमान जय श्री राम, वीर हनुमान जय श्री राम। आंब गुड़ा पाचि गलानी। काली जेमिति हेले सब आंब तोली नहीं महाराज बाळींक महल रे पहुंचई दे आसीबी। बहुत काम अछि, बहुत काम अछि। ये गोटे कथा ना कौन, ना निजे खाइबे ना काहाको खाइबा को देबे। सब आंबा महल को काहेकि जीवा कुआ?
ମାରୁତି ମହାରାଜଙ୍କର ଅଧିକାରୀ ଇଏ। ହଁ ଏ ଉପବନ ତାଙ୍କ କ୍ଷେତ୍ର ଭିତରେ ଅଛି। ଦେଖ ଆମ୍ବ ଉପରେ ତାର ଅଧିକାର ହବ ଯିଏ ତାର ଗୁଣକୁ ଠିକରେ ଚିହ୍ନି ପାରିବ ଯେମିତି ଆମେ। ତେଣୁ କାଲି ମାଲି କାକାଙ୍କୁ ଖାଲି ହାତରେ ମହଲକୁ ଯିବାକୁ ହବ। କିଛି କ୍ଷଣରେ ତାଙ୍କର ସବୁ ଆମ୍ବ ଆମ ପେଟ ଭିତରେ ଥିବ। ଆସ ଏଇ ନିୟମିତ ଏଇ ନିୟ ବନ୍ଧୁ। ମାରୁତି ମତେ ବି ଦିଅ। वायुदेवाय नमः वायुदेवाय नमः वायुदेवाय नमः। এই জলাভিষেক সহিত পূজা সম্পন্ন হয়েছে। পুରୋହିତ ମହାଶୟ ଆପଣ ବିଶେଷ ଭାବେ ଏହି ବିଧି ପାଇଁ ଏତେ ଦୂରରୁ ଆସିଛନ୍ତି। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଦେବୀ, ଏହା ମୋର ଅହୋଭାଗ୍ୟ ଯେ ମାରୁତିଙ୍କ ଜନ୍ମଦିନର ପୂଜା ମୋ ହାତରେ ସମ୍ପନ୍ନ ହେଇଛି। ଏବେ ମୋତେ ଆଜ୍ଞା ଦିଅନ୍ତୁ। ଋଷିବର ବିଧିର କିଛି ସଂକଳ୍ପ ବାକି ଅଛି? ଏବେ ମହଲକୁ ଫେରି ଯାଇ ମାରୁତିଙ୍କ ଜନ୍ମଦିନର ଭୋଜିର ଶୁଭାରମ୍ଭ କରନ୍ତୁ। ଗୁରୁଦେବ ଆପଣ ବି ଆମ ସହିତ ମହଲ ଆସୁଛନ୍ତି ନା? ଆପଣଙ୍କ ଅଲୌକିକ ପୁତ୍ରର ଲୀଳାକୁ ପ୍ରତ୍ୟକ୍ଷ ଦେଖିବାର କୌଣସି ବି ସୁଯୋଗ ମୁଁ କେମିତି ଛାଡ଼ିପାରିବି ଦେବୀ? ଗୁରୁଦେବ ଆସୁଛନ୍ତି ନା? ଅବଶ୍ୟ ଦେବୀ। ମାରୁତିଙ୍କ ଜନ୍ମଦିନର ଭୋଜି ଆଉ ମୁଁ ଆସିବିନି? କୁଆଡେ 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 ଗଲା ମୋର ସବୁ ଆମ୍ବ? ଆନନ୍ଦ ଅତି ଆନନ୍ଦ। ଦେଖିଲ କେମିତି ମାଲି କାକାଙ୍କ ଆଖିରେ ଧୂଳି ଦେଇ ସବୁ ଆମ୍ବ ନେଇ ଆସିଲେ। ସେଟା ସତ ମାରୁତି। ବାନରଙ୍କ ଧ୍ୱଜ ତମେ ଉଚ୍ଚ କରିବ ମିତ୍ର। ଏଇ ଦେଖ ଗର୍ବରେ କେମିତି ମୋ ଛାତି ଆମ୍ବ ପରି ଫୁଲିଗଲା। ଆଚ୍ଛା, ତେବେ ଏଇମାନେ ଚୋରି କରିଛନ୍ତି ମୋ ଆମ୍ବକୁ। ରୁହରେ ଦୁଷ୍ଟ ପିଲାମାନେ, ଏବେ ମୁଁ ମଜା ଚଖଉଛି ତମକୁ। ଆରେ ମୁଁ କେମିତି ଜାଣିବି ଯେ ସେ ଆମ୍ବ ସବୁ କଣ ହେଲା? କିଏ ଚୋରି କରି ନେଇଗଲା? ଏ ମାଲି କାକା କାହା ସହିତ କଥା ହଉଛନ୍ତି? ଭଲ ହେଲା ଯେ ସେ ଗୁପ୍ତ ବୃକ୍ଷ ବିଷୟରେ ସେ ଚୋରଙ୍କୁ ଆଦୌ ଜ୍ଞାତ ନାହିଁ। ବୃକ୍ଷ? ଗୁପ୍ତ ବୃକ୍ଷ? ଗୁପ୍ତ ବୃକ୍ଷ? କୋଉଠି ଅଛି ସେ ଗୁପ୍ତ ବୃକ୍ଷ? ଯେବେ ବାନର ଆଉ ରାକ୍ଷସଙ୍କ ଭିତରେ ବୁଝାମଣା ହେଇଗଲା, ଆଉ ଗୋଟେ ପ୍ରାଚୀର କରିଦିଆଗଲା। ଦୁର୍ଭାଗ୍ୟବଶତଃ ମୁଁ ପ୍ରାଚୀରର ଏପଟେ ରହିଗଲି, ଆଉ ମୋର ସେ ବୃକ୍ଷ ପ୍ରାଚୀରର ସେପଟରେ। ଗୋଟେ କଥା କହିବି, ମୋର ପୁରା ଉପବନର ଆମ୍ବ ଗୋଟାଏ ପଟରେ, ଆଉ ସେ ବୃକ୍ଷର ଗୋଟିଏ ଆମ୍ବ ଅନ୍ୟ ପଟରେ।
ପ୍ରାଚୀର ଡେଇଁ ରାକ୍ଷସ ମାନଙ୍କ ସୀମାକୁ ଯିବା ସ୍ୱପ୍ନରେ ବି ନୁହଁ। ତମେ ଭୟଭୀତ ବୋଧ ହଉଛ ମିତ୍ର। ତମେ ଯିବ କି ଆମ୍ବ ଆଣିବାକୁ? ମୁଁ ଯିବି। ଉଚିତ ନୁହେଁ, ଯାହା ମତେ ମିଳିପାରୁଛି ସେ ମୋ ମିତ୍ରଙ୍କୁ ମିଳୁନି। ତମ ମାନଙ୍କ ପାଇଁ ସେପଟକୁ ଯାଇ ମୁଁ ନେଇକି ଆସିବି ଆମ୍ବ। ପ୍ରଭୁ ମାରୁତି ରାକ୍ଷସମାନଙ୍କ ସୀମାରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ତା ପୁଣି କିଛି ଆମ୍ବ ପାଇଁ। ଆଉ ଆପଣ ତାଙ୍କର ଏ ହଟର ପ୍ରଶଂସା କରୁଛନ୍ତି। ଦେବୀ, ଆପଣ କେବଳ ହଟ ଦେଖୁଛନ୍ତି, ହଟ ପଛରେ ଥିବା ସମ୍ବେଦନାକୁ ନୁହେଁ। ମାରୁତିଙ୍କୁ ଏହା ଆଭାସ ହେଇଛି ଯେ ତାଙ୍କ ଲାଳସା ଯୋଗୁଁ ତାଙ୍କ ମିତ୍ରଙ୍କୁ ବହୁତ କଷ୍ଟ ହେଇଛି। ନିଜ ଭୁଲକୁ ସୁଧାରିବାର ଏଭଳି ପ୍ରୟାସ ଆଉ ତା ପ୍ରତି ଯେଉଁ ନିଷ୍ଠା ରହିଛି ଆଉ ତାଙ୍କର ଦୃଢ଼ ସଂକଳ୍ପ, ମୁଁ ତ ତାକୁ ହିଁ ପ୍ରଶଂସା କରୁଛି। ଠିକ୍ କହିଛନ୍ତି ପ୍ରଭୁ, ପରନ୍ତୁ ରାକ୍ଷସଙ୍କ ସୀମାରେ ପ୍ରବେଶ କରିବା ସଙ୍କଟର କାରଣ ହେଇପାରେ। ମାରୁତିଙ୍କୁ ଭବିଷ୍ୟତରେ ଏଭଳି ଅନେକ ରାକ୍ଷସଙ୍କର ସାମ୍ନା କରିବାକୁ ହବ। ରାକ୍ଷସ ରାଜ ରାବଣ ବି ତାଙ୍କର ବୀରତ୍ୱ ଆଉ ଦୃଢ଼ତାକୁ ଦେଖି ଚିନ୍ତାରେ ପଡ଼ିଯିବ। ଇଏ ହେଉଛନ୍ତି ସେଇ ମାରୁତି। ଭବିଷ୍ୟତରେ ଯେଉଁ ବିଦ୍ୟାରେ ମାରୁତିଙ୍କୁ ଦକ୍ଷତା ହାସଲ କରିବାର ଅଛି, ତାର ଅଭ୍ୟାସ ତ ପିଲାଦିନରୁ କରିବାକୁ ପଡ଼ିବ ନା ଦେବୀ। ଆଜି ମାରୁତି ଏଭଳି କିଛି କରିବାକୁ ଯାଉଛନ୍ତି ଯାହା ସେ ପୂର୍ବରୁ କେବେ ହିଁ କରିନାହାନ୍ତି। ତାହା କ'ଣ ପ୍ରଭୁ? କିଏ ଜାଣେ, ହୁଏତ ପ୍ରଥମ ଥର କୌଣସି ରାକ୍ଷସ ସହ ତାଙ୍କର ଭେଟ ହୋଇଯାଇପାରେ। ମାରୁତି, ଏବେ ବି ସମୟ ଅଛି, ରହିଯାଅ। କହିଲି ନା, ତମେ ସେଇଠି ରୁହ, ମୁଁ ନେଇକି ଆସୁଛି। ମାରୁତି, ଟିକେ ଶୁଣ। ଇଏ କିଭଳି ଦୃଶ୍ୟ! ଲାଗୁଛି ଆମେ ଏଠିକି ଆସି ଭୁଲ କରିଦେଇଛୁ। ଭୁଲ ତ ତମ ମାନଙ୍କର ହେଇଛି। ମୂର୍ଖ ପିଲାମାନେ, ମୋ ଉପବନରୁ ଆମ୍ବ ଚୋରି କରିବାର ପ୍ରୟାସ କରିଥିଲ ନା? ଏବେ ଭୋଗ। ମାରୁତି, ଆମେ ତମ ସହ ସେଟା ଭୋଜିରେ ଦେଖା ହବ, ଠିକ ଅଛି? ଜଗନ ମଗନ ବନ୍ଧୁ, ରୁହ, ମୁଁ ଆସୁଛି। ପିଲାମାନେ, ମିଳିଗଲା ନା ଗୁପ୍ତ ବୃକ୍ଷ? ମାଇ କାକା, କଣ ମିଳିଗଲା? ମିଠା ମିଠା ଆମ୍ବ। ଭୁଲ ହେଇଗଲା ମାଇ କାକା, କ୍ଷମା କରିଦିଅ। ଆମକୁ କ୍ଷମା କରିଦିଅନ୍ତୁ। ହଟ୍! ଚୋର କୋଉଠିକାର? ଏବେ ତମ ମାନଙ୍କୁ କ୍ଷମା ନୁହେଁ, ଦଣ୍ଡ ମିଳିବ, ଦଣ୍ଡ। କାକା, କଥା କଣ କି ଆଜି ଆମ ମିତ୍ର ମାରୁତିଙ୍କର ଜନ୍ମଦିନ। ଆଉ ଆମେ ତ କେବଳ ଏଇଆ ଭାବୁଥିଲୁ ଯେ ଆମେ ତାଙ୍କୁ କିଛି ବିଶେଷ ଭେଟି ଦେବୁ। ମାରୁତି? ହଁ, ମାଲି କାକା, ଜନ୍ମଦିନରେ କିଏ କଣ ଦଣ୍ଡ ଦିଏ କି କାକା? ଯଦି ଆଜି ତମର ଜନ୍ମଦିନ ଅଛି, ତେବେ ଆଜି ତ ଆହୁରି ବଡ ସୁବର୍ଣ୍ଣ ସୁଯୋଗ ତମ ମାଙ୍କୁ ତମ ବିଷୟରେ ଅଭିଯୋଗ କରିବାର। ଯେ ଦେଖ, ତମର ରାଜକୁମାର, ତମ ନୟନ ପିତୁଳା ମାରୁତି
गोटे चोर 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 मु एबे जाउची तम समस्त माता पिता को एठिकी नेइकी आसुची प्रभु प्रभु आपण एपरी संकेत तो देइथिले जे आज मारुतिर सामना कौनसी राक्षस सह हेई पारे परंतु ए भली स्थिति रे विपत्ति रे ही व्यक्तित्व कौन जना पड़ी थाए। महानायक सेई हेई थाए जे विवशता समय रे मध्य धैर्य रखी थाए आउ साहस को छाड़ी न थाए। परंतु प्रभु मारुति को तो एक कथा जणा भी नहीं जे से विशेष बोली तांकु ए विषय ज्ञान तो नहीं जे अलौकिक शक्ति रही तांको पाखरे। धारा सहित तो समस्ते बही था जे धारार विपरीत रे पहरती केवल सेई माने विशेष बोली परिचिति पाइबा योग्य। आज जो आह्वान मारुति सम्मुख रे अछि से सबको सामना करने क्रम ही से निज भितर लुचिथिबा शक्ति को आविष्कार करिवे। हे ध्वनि तरंग मु राक्षस तीव्र कर्ण मायावी खर दूषण बରରେ मो श्रवण शक्ति एभଳି ହେଇଛି ଯେ ମୁଁ କୋଷ କୋଷ ଦୂରର ଧ୍ୱନି ଶୁଣି ପାରିବି ଆଉ ତମ ତରଙ୍ଗକୁ ଶୁଣି ମତେ ଜ୍ଞାତ ହେଇଯାଇଛି ଯେ ପ୍ରାଚୀରର ସେପଟେ ବାନର ପିଲା ଅଛନ୍ତି।